ସାଗରିକା ହରିଜନ 7 ଆମ ସ୍କୁଲରେ ପାଣି ଗଳୁଛି ବସିବା ପାଇଁ ଅସୁବିଧା ପାଠ ପଢ଼ି ହେବ ନାହିଁ ସେଥିପାଇଁ ସରକାରକୁ କହୁଛୁ ଯେ କ୍ଲାସ୍ ରୁମ୍ ଦିଅନ୍ତୁ ଯେଠାରୁ କି ଆମେ ସବୁ ଭଲ ପାଠ ପଢ଼ିପାରିବୁ। ବର୍ଷା ଦିନରେ ପାଣି ଗଳୁଛି ସେଥିପାଇଁ ପିଲାମାନଙ୍କୁ ବହୁତ ଅସୁବିଧା ହେଉଛି କ୍ଲାସ୍ ମାନେ ପଛକୁ ଅଛି ଦୁଇଟା ଶ୍ରେଣୀରେ ବସୁଛୁ ମାନେ ସେ କ୍ଲାସ୍ ରୁମ୍ଟା ଗଳୁଥିବାରୁ ଆମେ କିଛି କରୁଛୁ କ୍ଲାସ୍ରୁ ଏମିତି ପ୍ରାଇମେରୀ ଏଇଠୁ ପଢ଼ୁଛନ୍ତି ଏଠି ସରସ୍ୱତୀ ସମସ୍ତ ପଢ଼ୁଛନ୍ତି ସ୍କୁଲ ପ୍ରେସିଡେଣ୍ଟ ବେଶୀ ପାଣି ସିଙ୍କ ହେଉଛି ପିଲାଟିକୁ ପଢ଼ି ପାରୁନାହାନ୍ତି ବେଶୀ ଅସୁବିଧା ହେଇଯାଉଛି। ହଁ ଦୁଇଟା ଶ୍ରେଣୀରେ ପାଠ ପଢ଼ୁଛନ୍ତି ସେ କ୍ଲାସ୍ ରୁମ୍ ଯାକ ପାଣି ସିଙ୍କ ହେଇଯାଉଛି ସବୁ। ଦରମୁଦଲି କେନ୍ଦୁଗୁଡ଼ା ଉପର ଟୁ ସିଲା ଉପର ଟୁ ତଳ କ୍ଲାସ୍ ରୁମ୍ରେ ପଢ଼ବାଟା ଅସୁବିଧା ହେଉଛି 1ରୁ 7 8 ପର୍ଯ୍ୟନ୍ତ। ଆମେ ସ୍କୁଲ ରୁମ୍ ଗୋଟେ ଦାବି କରିବା ପାଇଁ ଚାହୁଁଛୁ ଆଜ୍ଞା। ଆଉ ଅସୁବିଧା ହେଉଛି ପିଲା ଦିଅ ମନକରଟା ମାଷ୍ଟର 2ଟା ଦରକାର ଆହୁରି ପଢ଼ାପଢ଼ି ଟିକେ ହେଡ଼କ୍ୱାର୍ଟର ହେଇଛି ଏଇଟା ଗୋଟେ ପଞ୍ଚାୟତର ସେଥିପାଇଁ ମାଷ୍ଟର ଯୋଡ଼େ ଦରକାର। ପ୍ରଥମରୁ ପଞ୍ଚମ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ନାନା ଅସୁବିଧାରେ ପଡ଼ୁଥିବାର ଦୃଶ୍ୟ ଆପଣମାନେ ଦେଖୁଥିବେ। ତେବେ କେବେ ଶିକ୍ଷକ ସମସ୍ୟା ସହିତ ଛାତ୍ରଛାତ୍ରୀଙ୍କର ସମସ୍ୟା ଦୂର ହେଉଛି ତାକୁ ହିଁ ଦେଖିବା ବାକି ରହିଲା। ଜୟପୁରରୁ ମାନସ ରଞ୍ଜନ ହତାଙ୍କ ରିପୋର୍ଟ ପ୍ରକାଶ।